ଗପ ଅମୃତରେ ବିକ୍ରମ ବେତାଳ ଗପ। ଜଣେ ନାସ୍ତିକ। ଏକଦା କୋଶଳ ରାଜ୍ୟରେ ରାଜା ଚନ୍ଦ୍ରଗୁପ୍ତ ରାଜୁତି କରୁଥିଲେ। କୋଶଳ କେବଳ ଏକ ବିଶାଳ ରାଜ୍ୟ ନଥିଲା, ଏହା ମଧ୍ୟ ଖୁବ୍ ସମୃଦ୍ଧ ଥିଲା। ଏହି ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୁର ଥିଲା ଏବଂ ରାଜ୍ୟବାସୀ କଠିନ ପରିଶ୍ରମୀ ଥିଲେ। ସମୟକ୍ରମେ ରାଜ୍ୟର ଉତ୍ତରୋତ୍ତର ଉନ୍ନତି ଜାରି ରହିଥିଲା। ରାଜ୍ୟ ଏହିପରି ସମୃଦ୍ଧିର ପଥରେ ଆଗକୁ ବଢ଼ି ଚାଲିଥିବା ସମୟରେ ଅନ୍ୟ ପଡ଼ୋଶୀ ରାଜ୍ୟର ଦୃଷ୍ଟି ସେହି ରାଜ୍ୟର ଧନ ସମ୍ପତ୍ତି ଉପରେ ପଡ଼ିବା ସାଧାରଣ କଥା ଥିଲା। ତେଣୁ ପଡ଼ୋଶୀ ରାଜ୍ୟ ଏବଂ ତାହାର ରାଜାମାନେ କୋଶଳ ରାଜ୍ୟର ଶତ୍ରୁ ପାଲଟିଗଲେ। ସେହି କାରଣରୁ କୋଶଳ ରାଜ୍ୟରେ ଏକ ସୁସଂଗଠିତ ସେନାବାହିନୀ ଓ ବହୁ ସଂଖ୍ୟକ ସୈନ୍ୟକୁ ସଜାଗ କରି ରଖାଯାଇଥିଲା। ସେନାବାହିନୀରେ ଯେପରି ଅଧିକ ଯୁବକ କାର୍ଯ୍ୟରତ ରହନ୍ତି, ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା ଏବଂ ଶକ୍ତିଶାଳୀ ଯୁବକମାନଙ୍କୁ ସେନାବାହିନୀରେ ଯୋଗ ଦେବା ପାଇଁ ଉତ୍ସାହିତ କରାଯାଉଥିଲା। ଦକ୍ଷ ସୈନିକରେ ପରିଣତ କରିବା ପାଇଁ ସେମାନଙ୍କୁ ସୂକ୍ଷ୍ମ ତାଲିମ ଦିଆଯାଉଥିଲା। ବାସ୍ତବରେ ଶତ୍ରୁ ରାଜ୍ୟଗୁଡ଼ିକ କୋଶଳ ରାଜ୍ୟ ଉପରେ ଆକ୍ରମଣ କରିବାକୁ ସାହସ କରୁନଥିଲେ, କାରଣ ସେମାନେ ତାଙ୍କର ସେନାବାହିନୀର ଶକ୍ତି ବିଷୟରେ ଜାଣିଥିଲେ। ତେଣୁ ବହୁ ବର୍ଷ ଧରି କୋଶଳ ରାଜ୍ୟ ସହିତ ଯୁଦ୍ଧରେ ଲିପ୍ତ ହୋଇନଥିଲେ। ଦିନ ପରେ ଦିନ ଏହିପରି ଆରାମରେ କଟି ଚାଲିଥିଲା। ଦିନେ ରାଜାଙ୍କର ଗୁପ୍ତଚର ଆଣିଥିବା ବାର୍ତ୍ତା ସମସ୍ତ କୋଶଳକୁ ଥରାଇ ଦେଲା। ବାର୍ତ୍ତା ଥିଲା, ବିଜୟବର୍ଦ୍ଧନ ନାମକ ଜଣେ ରାଜା ସମଗ୍ର ହିନ୍ଦୁସ୍ତାନକୁ କବଳିତ କରିବା ଉଦ୍ଦେଶ୍ୟରେ ଯୁଦ୍ଧ କରୁଛନ୍ତି। ସେ ଗୋଟି ଗୋଟି କରି ରାଜ୍ୟ ଜୟ କରି ଆସୁଛନ୍ତି ଏବଂ ବର୍ତ୍ତମାନ କୋଶଳ ରାଜ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କରିଥିବା ସମସ୍ତ ରାଜା ପରାଜିତ ହୋଇଥିଲେ ନଚେତ୍ ଆତ୍ମସମର୍ପଣ କରିଥିଲେ। ତାଙ୍କ ବିପକ୍ଷରେ କେହି ଜଣେ ହେଲେ ରାଜା ବିଜୟୀ ହୋଇନଥିଲେ। ସମଗ୍ର ରାଜ୍ୟ ଏହି ବାର୍ତ୍ତା ପାଇଁ ସଜାଗ ହୋଇଉଠିଲା। ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଲା। ପ୍ରଧାନମନ୍ତ୍ରୀ ମହାଦେବ ସେନାପତି ବୀରଭଦ୍ରଙ୍କୁ ଡକାଇଲେ। ସେ ସେନାପତିଙ୍କୁ କହିଲେ, ଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରରେ ମୁକାବିଲା କରୁଥିବା ସୈନିକମାନେ ହିଁ ଆମର ମୁଖ୍ୟ ଶକ୍ତି ହେବେ। ଆମେମାନେ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଏବଂ ଆମର ଶତ୍ରୁକୁ ନିପାତ କରିବା ପାଇଁ ଦୃଢ଼ ଇଚ୍ଛା ଜାଗ୍ରତ କରିବା ଆବଶ୍ୟକ। ଆମେ ଆମର ଶତ୍ରୁକୁ ଯୁଦ୍ଧକ୍ଷେତ୍ରରେ ବିଜୟ କିମ୍ବା ମୃତ୍ୟୁ ଯେକୌଣସି ଗୋଟିଏ ବରଣ କରିବା ପାଇଁ ଉଦ୍ବୁଦ୍ଧ କରିବା। ତାହା ହିଁ ହେବ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ପ୍ରିୟ ପ୍ରଧାନମନ୍ତ୍ରୀ, ଦେଶପ୍ରେମ ଦୃଷ୍ଟିରୁ ଆମ ସୈନିକମାନଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି, କିନ୍ତୁ କେତେକ କାରଣରୁ ଆମର ସୈନିକମାନଙ୍କ ମଧ୍ୟରେ ଜିଦଖୋର ମନୋଭାବ ବିକଶିତ ହେଉଛି। ସେନାପତି ଉତ୍ତର ଦେଲେ। ପ୍ରଧାନମନ୍ତ୍ରୀ ଏକଥା ଶୁଣି ସ୍ତମ୍ଭୀଭୂତ ହେଲେ। ସୈନ୍ୟମାନଙ୍କର ଏପରି ମାନସିକତା ବର୍ତ୍ତମାନର ପରିସ୍ଥିତି ପାଇଁ ବିପଜ୍ଜନକ ମନେ ହେଉଥିଲା। ସେ ସେନାପତିଙ୍କୁ ପଚାରିଲେ, ବୀରଭଦ୍ର, ତୁମେ ଏପରି କାହିଁକି କହୁଛ? ସୈନ୍ୟବାହିନୀ କେବଳ ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ଏକ ଉପକରଣ ନୁହେଁ। ସେମାନଙ୍କୁ ସଦାସର୍ବଦା ସତର୍କ ରହିବାକୁ ହେବ ଏବଂ ସୂଚନା ପାଇବା ମାତ୍ରେ ଯୁଦ୍ଧର ସମ୍ମୁଖୀନ ହେବାକୁ ହେବ। ବର୍ତ୍ତମାନ ଯୁଦ୍ଧର ଆଶଙ୍କା ନିଶ୍ଚିତ। ଏହି ସମୟରେ ଏକଥା ଶୁଣିବାକୁ ମିଳୁଛି। ଦୟାକରି ମୋତେ କ୍ଷମା କରନ୍ତୁ ମନ୍ତ୍ରୀ ମହୋଦୟ, ମୁଁ ନ୍ୟୁନଭାବ ଶବ୍ଦ ବ୍ୟବହାର କଲି, କାରଣ ପରିସ୍ଥିତିକୁ ବ୍ୟାଖ୍ୟା କରିବା ପାଇଁ ଅନ୍ୟ କୌଣସି ଶବ୍ଦ ପାଇଲି ନାହିଁ। ମୋର ସନ୍ଦେହ ହେଉଛି ଯେ ରାଜା ବିଜୟବର୍ଦ୍ଧନଙ୍କର କ୍ରମାଗତ ସଫଳତା ଏବଂ ଅନ୍ୟ ରାଜ୍ୟକୁ ପରାସ୍ତ କରିବାର ଖବର ସେମାନଙ୍କ ମନକୁ ଅବସନ୍ନ କରିଦେଇଛି। ମୁଁ କହୁନାହିଁ ଯେ ସେମାନେ ଯୁଦ୍ଧକୁ ଭୟ କରୁଛନ୍ତି କିମ୍ବା ସହଜରେ ଶତ୍ରୁ ନିକଟରେ ଆତ୍ମସମର୍ପଣ କରିବେ। ତାହା ସତ୍ୟ ହୋଇପାରେ, କିନ୍ତୁ ଯଦି ଆମକୁ ଯୁଦ୍ଧକ୍ଷେତ୍ରରେ ଜିଣିବାକୁ ହେବ, ତେବେ ଆମକୁ ପ୍ରଥମେ ଆମର ମନରେ ବିଜୟ ଲାଭ କରିବାକୁ ହେବ। ତାପରେ ହିଁ ଆମେ ଶତ୍ରୁ ଉପରେ ବିଜୟ ଲାଭ କରିବାକୁ ସମର୍ଥ ହେବା। ଯଦି ଆମର ମନ ଦୁର୍ବଳ ହୋଇଯିବ, ଆମେ କେବେ ବି ଶତ୍ରୁକୁ ହରାଇବା ପାଇଁ ସଫଳ ହେବା ନାହିଁ। ପ୍ରଧାନମନ୍ତ୍ରୀ କହିଲେ। ମୁଁ ସେଥିରେ ସମ୍ମତ ମନ୍ତ୍ରୀ ମହୋଦୟ। ସେହି କାରଣରୁ ମୁଁ ମୋର ସେନାବାହିନୀ ମଧ୍ୟରେ ସାହସ ଜାଗ୍ରତ କରିବା ପାଇଁ ଉଦ୍ୟମ କରୁଛି। ଖୁବ୍ ଶୀଘ୍ର ମୁଁ ସୁସମ୍ବାଦ ନେଇ ଆପଣଙ୍କ ପାଖକୁ ଆସିବି। ଏହା ବୀରଭଦ୍ର ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଦାୟ ନେଲେ। ସେନାପତି ବୀରଭଦ୍ର ଏକ ସପ୍ତାହ ପରେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ। କ'ଣ ହେଲା? ଆପଣଙ୍କର ଉଦ୍ୟମ କେତେଦୂର ସଫଳ ହେଲା? ମନ୍ତ୍ରୀ ମହୋଦୟ ପଚାରିଲେ। ଆମର ଉଦ୍ୟମ ସଫଳ ହୋଇଛି ମନ୍ତ୍ରୀ ମହୋଦୟ, ବୀରଭଦ୍ର କହିଲେ। ଭଲ, ତୁମେ କିପରି ଏହା କରିପାରିଲ? ପ୍ରଧାନମନ୍ତ୍ରୀ ପଚାରିଲେ। ପ୍ରିୟ ମନ୍ତ୍ରୀ ମହୋଦୟ, ଆପଣ ଜାଣନ୍ତି ପତାକାରେ ହନୁମାନଙ୍କର ଚିତ୍ର ବିଜୟର ପ୍ରତୀକ। ମୁଁ ସେନାବାହିନୀ ମଧ୍ୟରେ ଏହି ବାର୍ତ୍ତା ପ୍ରଚାର କରିଦେଲି ଯେ ପ୍ରସିଦ୍ଧ ଜ୍ୟୋତିଷ ଅଶ୍ୱନାଥ ଶାସ୍ତ୍ରୀ କହିଛନ୍ତି ଯେ ହନୁମାନ ଚିତ୍ର ଥିବା ପତାକା ଯେପରି ଭୀମକୁ ମହାଭାରତରେ ବିଜୟ ଆଣିଦେଇଥିଲା, ଠିକ୍ ସେହିପରି ଆମକୁ ବିଜୟ ଆଣିଦେବ। ବର୍ତ୍ତମାନ ଆମର ସୈନ୍ୟମାନେ ସେହି ପତାକା ଧରି ଉତ୍ସାହର ସହିତ ଯୁଦ୍ଧ କୌଶଳ ଅଭ୍ୟାସ କରୁଛନ୍ତି।
ସେମାନେ ନିର୍ଦ୍ଦେଶ ମାତ୍ରେ ଶତ୍ରୁକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ। ଅବଶ୍ୟ ସେନାପତି ବୀରଭଦ୍ର ସଙ୍କୋଚ ପ୍ରକାଶ କଲେ। କିନ୍ତୁ କଣ? ପ୍ରଧାନମନ୍ତ୍ରୀ ଅଧୈର୍ଯ୍ୟ ହୋଇଉଠିଲେ। ସେନାପତି ବୀରଭଦ୍ର ବୁଝାଇଦେଲେ ଯେ ଆମ୍ଭେମାନେ ସୈନ୍ୟମାନଙ୍କର ମନୋଭାବ ତ ବଦଳାଇ ଦେଲେ, କିନ୍ତୁ ମୁଁ ରାଜଧାନୀରେ ପ୍ରବେଶ କରିବା ପରେ ଅନୁଭବ କଲି ଯେ ବାସ୍ତବରେ ମୋର ଦୂରଦୃଷ୍ଟି କେତେ କମ୍। କଣ ହେଲା? ମନ୍ତ୍ରୀ ପଚାରିଲେ। ମୁଁ ମହାରାଜଙ୍କୁ ଭୟ କରୁଛି। ଆପଣ ଜାଣନ୍ତି ଆମର ରାଜା ଜଣେ ନାସ୍ତିକ। ମୋତେ ଭୟ ଲାଗୁଛି ଯେ ରାଜା ହୁଏତ ଯୁଦ୍ଧରେ ଏହି ଧାର୍ମିକ ପ୍ରତୀକ ବ୍ୟବହାର କରିବାକୁ ଅନୁମତି ଦେଇ ନ ପାରନ୍ତି। ପ୍ରଧାନମନ୍ତ୍ରୀ ସେନାପତିଙ୍କର ରାଜା ଚନ୍ଦ୍ରଗୁପ୍ତଙ୍କୁ ନାସ୍ତିକ କହୁଥିବାର ବୁଝିଗଲେ। ସେ ସବୁବେଳେ କହୁଥିଲେ, ଆମେ ଯାହା ଦେଖିପାରିବା ନାହିଁ ତା ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଯଦି ଆମେ ଆମ ନିଜ ଶକ୍ତି ଉପରେ ବିଶ୍ୱାସ କରିବା, ଆମେ ଅଧିକ ଶକ୍ତିଶାଳୀ ହୋଇ ଉଠିବା। ଅବଶ୍ୟ ରାଜା ଚନ୍ଦ୍ରଗୁପ୍ତ ତାଙ୍କର ବିଶ୍ୱାସ ତାଙ୍କ ରାଜ୍ୟବାସୀଙ୍କ ଉପରେ ଲଦି ଦେଉନଥିଲେ, ତଥାପି ମଧ୍ୟ ତାଙ୍କର ବିଶ୍ୱାସକୁ ସମଗ୍ର ରାଜ୍ୟବାସୀ ସମ୍ମାନ ଦେଉଥିଲେ ଏବଂ ତାଙ୍କର ବିଶ୍ୱାସ ରାଜ୍ୟର ସମସ୍ତ ପ୍ରଶାସନିକ ବ୍ୟାପାରରେ ପ୍ରତିଫଳିତ ହେଉଥିଲା। ହଁ, ଆମେ ଗୋଟିଏ ଜଟିଳ ସମସ୍ୟାରେ ପଡ଼ିଛେ। ଠିକ୍ ଅଛି, ଯାହା ଘଟିବାର ଅଛି ଘଟିବ। ସବୁକିଛି ଈଶ୍ୱରଙ୍କ ଇଚ୍ଛାରେ ହିଁ ହେବ। ଆମର ପ୍ରିୟ ରାଜା ସମସ୍ତ ସୁଗୁଣସମ୍ପନ୍ନ ଏବଂ ସେ ନାସ୍ତିକ ହେବା ମଧ୍ୟ ଈଶ୍ୱରଙ୍କର ଏକ ଅଦ୍ଭୁତ କାରସାଦି। ଆପଣ ଆପଣଙ୍କ ଉଦ୍ୟମରେ ଅଗ୍ରସର ହୁଅନ୍ତୁ ଏବଂ ଆପଣଙ୍କ କାର୍ଯ୍ୟ ଜାରି ରଖନ୍ତୁ। ବାକି ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ପ୍ରଧାନମନ୍ତ୍ରୀ କହିଲେ। ଖୁବ୍ ଶୀଘ୍ର ରାଜାଙ୍କର ଗୁପ୍ତଚର ସମ୍ବାଦ ଦେଲେ ଯେ ରାଜା ବିଜୟବର୍ଦ୍ଧନ ଦ୍ରୁତଗତିରେ କୋଶଳ ରାଜ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ରାଜା ଚନ୍ଦ୍ରଗୁପ୍ତ ଏକ ଜରୁରୀକାଳୀନ ବୈଠକ ଡକାଇଲେ, କୋଶଳ ସେନାବାହିନୀର ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ ଏବଂ ରାଜ୍ୟର ସୀମାରେ ଶତ୍ରୁକୁ ଅପେକ୍ଷା କଲେ। ସେମାନେ ଶତ୍ରୁକୁ ଆକ୍ରମଣ କରି ପରାସ୍ତ କରିବେ ଏବଂ ଶତ୍ରୁକୁ କୋଶଳ ରାଜ୍ୟରେ ପ୍ରବେଶ କରିବାକୁ ଦେବେ ନାହିଁ। ରାଜା ଚନ୍ଦ୍ରଗୁପ୍ତ ସେନାପତି ବୀରଭଦ୍ରଙ୍କୁ ସେନାବାହିନୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଲେ। ପ୍ରଧାନମନ୍ତ୍ରୀ ମହାଦେବ ଅନୁଭବ କଲେ ଯେ ମହାରାଜାଙ୍କୁ ସୈନ୍ୟବାହିନୀକୁ ଉତ୍ସାହିତ କରିବା ପାଇଁ ପତାକାରେ ହନୁମାନ ଚିତ୍ର ବ୍ୟବହାର ନେଇ ଦ୍ୱିଧା ବିଷୟରେ କରିବା ଉଚିତ ନୁହେଁ। ରାଜା ଚନ୍ଦ୍ରଗୁପ୍ତ ମନ୍ତ୍ରୀଙ୍କର କଥା ଶାନ୍ତ ଭାବରେ ଶୁଣିଲେ। କିଛି ସମୟ ପର୍ଯ୍ୟନ୍ତ ନୀରବ ରହିଲେ। ସମସ୍ତେ ଏକତ୍ରିତ ଜନତା ରାଜା କଣ କହିବେ ଶୁଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଲେ। କିଛି ସମୟ ପରେ ରାଜା ଚନ୍ଦ୍ରଗୁପ୍ତ ମୁଣ୍ଡ ହଲାଇଲେ, ଯାହା ସୂଚାଇ ଦେଲା ଯେ ସେ ନିଷ୍ପତ୍ତି ନେଇସାରିଛନ୍ତି। ତାପରେ ସେ ଘୋଷଣା କଲେ ଯେ ସେନାପତି ବୀରଭଦ୍ରଙ୍କ ସହିତ ସୈନ୍ୟମାନେ ହନୁମାନଙ୍କ ଚିତ୍ର ଥିବା ପତାକା ସାଙ୍ଗରେ ଧରି ଯୁଦ୍ଧକ୍ଷେତ୍ରକୁ ଯାଇପାରିବେ। ହନୁମାନଙ୍କ ଚିତ୍ର ଥିବା ପତାକା ବ୍ୟବହାର ହେବ ଶୁଣି ସମବେତ ଜନତାଙ୍କ ମଧ୍ୟରେ ଆନନ୍ଦ ଖେଳିଗଲା। ସମସ୍ତେ ଆଗ୍ରହର ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। କାହାଣୀଟି କହିସାରିବା ପରେ ବେତାଳ ପଚାରିଲା, ହେ ରାଜା ବିକ୍ରମ, ରାଜା ଚନ୍ଦ୍ରଗୁପ୍ତ ଯେ କି ନିଜର ଶକ୍ତି ଉପରେ ବିଶ୍ୱାସ କରୁଥିଲେ, ଯେ କି ଜଣେ ନାସ୍ତିକ ଥିଲେ, ହଠାତ୍ କିପରି ନିଜର ରାୟ ବଦଳାଇଲେ? ରାଜା କଣ ବାସ୍ତବରେ ନାମକୁ ମାତ୍ର ନାସ୍ତିକ ଥିଲେ, ଯେ କି ଯେ ପର୍ଯ୍ୟନ୍ତ ସବୁ ଜିନିଷ ସୁରୁଖୁରୁରେ ଚାଲୁଥିଲା ଈଶ୍ୱରଙ୍କୁ ଗ୍ରହଣ କରୁନଥିଲେ, କିନ୍ତୁ ଯେତେବେଳେ ସମସ୍ୟାର ସମ୍ମୁଖୀନ ହେଲେ ଏଥିରୁ ସହଜରେ ମୁକୁଳିବା ପାଇଁ ଈଶ୍ୱରଙ୍କର ଆଶ୍ରୟ ନେଲେ? କିମ୍ବା ପ୍ରକୃତରେ ସେ ମନେ ମନେ ଦୁର୍ବଳ ଥିଲେ? ଯଦି ତୁମେ ଏ ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ନୀରବ ରହିବ, ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମ ଉତ୍ତର ଦେଲେ, ରାଜା ଚନ୍ଦ୍ରଗୁପ୍ତ ଦୁର୍ବଳ ନଥିଲେ। ସେ ହୀନମାନ୍ୟତା ଅନୁଭବ କରୁନଥିଲେ, କିନ୍ତୁ ସେ ଈଶ୍ୱରଙ୍କ ତୁଳନାରେ ନିଜ ଶକ୍ତି ଉପରେ ଅଧିକ ଭରସା କରୁଥିଲେ। ସେ ଲୋକମାନଙ୍କର ବିଶ୍ୱାସକୁ ସମ୍ମାନ ଦେଉଥିଲେ, କେବେ ବି ନିଜର ବିଶ୍ୱାସ ଲଦି ଦେଉନଥିଲେ। ସେ ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କର ଈଶ୍ୱରଙ୍କୁ ବିଶ୍ୱାସ ନ କରିବା ନିଜସ୍ୱ ବ୍ୟକ୍ତିଗତ ଆଚରଣ। ତେଣୁ ସେ ତାଙ୍କର ସୈନ୍ୟମାନଙ୍କ ବିଶ୍ୱାସକୁ ସମ୍ମାନ ଦେବାରେ କିଛି ବିସ୍ମିତ ହେବାର ନାହିଁ। ସୈନ୍ୟମାନେ ମଧ୍ୟ ଅନୁଭବ କରିବେ ଯେ ରାଜା ତାଙ୍କର ଠାକୁରଙ୍କୁ ସମ୍ମାନ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କର ଉତ୍ସାହ ବହୁଗୁଣିତ ହେବ। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ଶବସ୍ଥିତ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।